ପିଲାମାନେ ଆଜିର ଭିଡ଼ିଓରେ ଆମେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ କିଛି ରୂଢ଼ି ପ୍ରୟୋଗ ଓ ତା'ର ଅର୍ଥ ବିଷୟରେ ଜାଣିବା। ତେବେ ଚାଲନ୍ତୁ ଆରମ୍ଭ କରିବା। ଅଲଣା କଥା, ଏହାର ଅର୍ଥ ହେଉଛି ମୂଲ୍ୟହୀନ କଥା। ଜପାମାଳି, ଏହାର ଅର୍ଥ ହେଉଛି ଅତି ପ୍ରିୟ। ଖାଲରେ ପକାଇବା, ଏହାର ଅର୍ଥ ହେଉଛି ବିପଦରେ ପକାଇବା। କାନରେ ହାତ ଦେବା, ଏହାର ଅର୍ଥ ହେଲା ଆଶ୍ଚର୍ଯ୍ୟ ହେବା। ଚଳୁ କରିଦେବା, ଏହାର ଅର୍ଥ ହେଉଛି ସବୁ ଶେଷ କରିଦେବା। ଗୋବର ଗଣେଶ, ଏହାର ଅର୍ଥ ହେଉଛି ମୂର୍ଖ। କାଠିକର ପାଠ, ଏହାର ଅର୍ଥ ହେଉଛି କଷ୍ଟସାଧ୍ୟ। ଘର ଢିଙ୍କି କୁମ୍ଭୀର, ଏହାର ଅର୍ଥ ହେଉଛି ନିଜ ଲୋକ ଶତ୍ରୁ ହେବା। ବୋଝ ଉପରେ ନଳିତା ବିଡ଼ା, ଏହାର ଅର୍ଥ ହେଉଛି ଦୁଃଖ ଉପରେ ଦୁଃଖ। ଅନ୍ଧ ବୁଝାମଣା, ଏହାର ଅର୍ଥ ହେଉଛି ଅନ୍ୟାୟ ବିଚାର। ଜୋକ ମୁହଁରେ ଲୁଣ, ଏହାର ଅର୍ଥ ହେଉଛି ଅହଙ୍କାର ଭାଙ୍ଗିବା। କୁହାମୁଣ୍ଡା କପିଳା, ଏହାର ଅର୍ଥ ହେଉଛି ବହୁ ଅବାନ୍ତର କଥା କହିବା। ଆଖି ପାଇବା, ଏହାର ଅର୍ଥ ହେଉଛି ପସନ୍ଦ କରିବା। ଜିରାରୁ ଶିରା କାଢ଼ିବା, ଏହାର ଅର୍ଥ ହେଉଛି ଅଯଥା ଦୋଷ ଦେଖାଇବା। ଫସର ଫାଟିବା, ଏହାର ଅର୍ଥ ହେଲା ବ୍ୟର୍ଥ ହେବା। କୁମ୍ଭୀର କାନ୍ଦଣା, ଏହାର ଅର୍ଥ ହେଉଛି ଛଳନା। ଗୋଡ଼ ଟେକି ବସିବା, ଏହାର ଅର୍ଥ ହେଉଛି ପ୍ରସ୍ତୁତ ହୋଇ ରହିବା। ତିଳକୁ ତାଳ କରିବା, ଏହାର ଅର୍ଥ ହେଉଛି ସାମାନ୍ୟ କଥାକୁ ବଡ଼ କରିବା। ମୁହଁ ଦେବା, ଏହାର ଅର୍ଥ ହେଉଛି ପ୍ରଶ୍ରୟ ଦେବା। ବରଡ଼ା ପତ୍ର ପରି ଥରିବା, ଏହାର ଅର୍ଥ ହେଉଛି ଅତ୍ୟଧିକ ଭୟଭୀତ ହୋଇପଡ଼ିବା। ହାତ ଧରିବା, ଏହାର ଅର୍ଥ ହେଉଛି ନେହୁରା ହେବା। ଛାତିକି ପଥର କରିବା, ଏହାର ଅର୍ଥ ହେଉଛି ଧୈର୍ଯ୍ୟ ଧରିବା। ଆ ବଳଦ ମୋତେ ବିନ୍ଧ, ଏହାର ଅର୍ଥ ହେଉଛି ବିପଦକୁ ଡାକି ଆଣିବା। କଟା ଘାରେ ଚୂନ ଦେବା, ଏହାର ଅର୍ଥ ହେଉଛି ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେବା। ଚାଲିଲା ଶଗଡ଼ରେ ହାତ ଦେବା, ଏହାର ଅର୍ଥ ହେଉଛି ଅତି ଦୁଷ୍ଟାମି କରିବା। ନଈ ନ ଦେଖୁଣୁ ଲଙ୍ଗଳା, ଏହାର ଅର୍ଥ ହେଉଛି ବିପଦ ନ ଆସୁଣୁ ଛାନିଆ ହେବା। ଆଖି ପକାଇବା, ଏହାର ଅର୍ଥ ହେଉଛି ଲୋଲୁପ ଦୃଷ୍ଟି ପକାଇବା। ନାଟର ଗୋବର୍ଦ୍ଧନ, ଏହାର ଅର୍ଥ ହେଉଛି ଅନର୍ଥର ମୂଳ। ଗୋଟିଏ ଚାଉଳରେ ଗଢ଼ା, ଏହାର ଅର୍ଥ ହେଉଛି ଅତି ସୁନ୍ଦର। ଅନ୍ଧର ଲଉଡ଼ି, ଏହାର ଅର୍ଥ ହେଉଛି ଅସହାୟର ସାହା। ମୁଣ୍ଡଝାଳ ତୁଣ୍ଡରେ ମାରିବା, ଏହାର ଅର୍ଥ ହେଉଛି କଠିନ ପରିଶ୍ରମ କରି ପେଟ ପୋଷିବା। ଉଷୁନା ଧାନ ଗଜା ହେବା, ଏହାର ଅର୍ଥ ହେଉଛି ଅସମ୍ଭବ ସମ୍ଭବ ହେବା। ବାପାରାଣ ଢିଙ୍କି ଗିଳେ, ଏହାର ଅର୍ଥ ହେଉଛି ବାଧ୍ୟ କରିବା। ଆପଣା ସୁନା ଭେଣ୍ଡି, ଏହାର ଅର୍ଥ ହେଉଛି ନିଜ ଲୋକ ଅଯୋଗ୍ୟ। କପାଳ ଫାଟିବା, ଏହାର ଅର୍ଥ ହେଉଛି ସର୍ବନାଶ ହେବା। ଭାଲୁ ଧରାଇବା, ଏହାର ଅର୍ଥ ହେଉଛି କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା। କୁହୁଡ଼ି ପହଁରିବା, ଏହାର ଅର୍ଥ ହେଉଛି ବୃଥା ପରିଶ୍ରମ। ମାଛିକୁ ମ ନ କହିବା, ଏହାର ଅର୍ଥ ହେଉଛି ଖୁବ୍ ନିରୀହ। ବିରାଡ଼ି ଛିଙ୍କିବା, ଏହାର ଅର୍ଥ ହେଉଛି ଅନୁକୂଳ ବିଗିଡ଼ି ଯିବା। ଆଖିରେ ଧୂଳି ଦେବା, ଏହାର ଅର୍ଥ ହେଉଛି ଠକି ଦେବା। ରକ୍ତ ଚାଉଳ ଚୋବାଇବା, ଏହାର ଅର୍ଥ ହେଉଛି ରାଗ ଜର୍ଜରିତ ହେବା। ସିଂହ ପରି ଯୁଝିବା, ଏହାର ଅର୍ଥ ହେଉଛି ବୀରତ୍ୱର ସହିତ ଲଢ଼ିବା। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ। ଏହିଭଳି ଶିକ୍ଷଣୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଦୟାକରି ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।